ସାହିତ୍ୟର ସ୍ୱରୂପ ଯେକୌଣସି ବିଷୟ ପ୍ରସଙ୍ଗରେ ଆଲୋଚନା କରିବାର ବିଭିନ୍ନ ଦୃଷ୍ଟିକୋଣ ଅଛି। ଖାଲି ଗୋଟିଏ ଦୃଷ୍ଟିକୋଣରୁ ଆଲୋଚନା କରାଯିବାର ପ୍ରକ୍ରିୟା ନଥାଏ। ସେହିପରି ସାହିତ୍ୟର ନିଜ ରୂପର ପରିଚର୍ଯ୍ୟାରେ ବି ବିଭିନ୍ନ ପର୍ଯ୍ୟାୟ ଅଛି। ପ୍ରଥମତଃ ସାହିତ୍ୟର ନିଜ ରୂପଟି ବିଷୟରେ ଦେଖାଯାଇଥାଏ। ସାହିତ୍ୟର ରଚନା ପଛରେ ଲକ୍ଷ୍ୟ ଥାଏ ବିଷୟର ବିଛାଣ ବା ବିନ୍ୟାସ, ବିଛେଇବା କ୍ରିୟା। ବିଷୟକୁ ନେଇ ସାହିତ୍ୟ ସୁଗଠିତ ହୋଇଥାନ୍ତି। ଉଦାହରଣ ହେଲା ସ୍ୱାଭିମାନର ବିଷୟ ଦେଖାଇବାକୁ ଯାଇ ଗାଳ୍ପିକ ଗୋଦାବରୀଶ ମହାପାତ୍ର ଏବେ ମଧ୍ୟ ବଞ୍ଚିଛି ଗପ ଲେଖିଛନ୍ତି। ସେଥିରେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ବେଣୁଧର ବାଳକ ଚରିତ୍ରଟି ମରୁଡ଼ି ସମୟରେ ଭୋକରେ ଥାଇ ବି କଥା ପଦୁଟିଏ ଶିଖିଥିଲା, ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ। ସ୍ୱାଭିମାନୀର ଅସ୍ମିତା ଭାବରେ ବେଣୁଧର ଭୋକରେ ରହିବାକୁ ତିଆର ହେଲେ ଭିକାରୀ ହେବାକୁ ଅନିଚ୍ଛୁକ। ଓଡ଼ିଆ ଜାତିର ସ୍ୱାଭିମାନ ବେଣୁଧର ଚରିତ୍ର ଜରିଆରେ ପ୍ରଦର୍ଶିତ। ସେହିପରି ନୀଳମାଷ୍ଟ୍ରାଣୀ ଚରିତ୍ର। ନୀଳ ବିଧବା ଥାଇ ବି ବେଶ୍ୟାବୃତ୍ତି ନ କରି ବିଧବା ବିବାହର ପ୍ରଚଳନ ନିଜ ଜୀବନ ଜରିଆରେ କରି ଦେଖାଇ ମାନବ ଜୀବନରେ ସଂସ୍କାର ବା ସୁଧାର ଆଣିଛି। ମାନବ ଜାତି ଶ୍ରେଷ୍ଠ ଜାତି। ପାଣ, କଣ୍ଡରା, ଧୋବା, କମାର, କୁମ୍ଭାର, ହାଡ଼ି ଜାତି ନୁହେଁ ମଣିଷର ବୃତ୍ତି। ଏହାକୁ କୁସଂସ୍କାରଗ୍ରସ୍ତ ମନୁଷ୍ୟ ଜାତି ବୋଲି ଧରି ଅଶିକ୍ଷିତ ଅନୁନ୍ନତ ମଣିଷ ଦୃଷ୍ଟିରେ ଜାତିଆଣ ଭାବ ଭରିଥିଲା। ହେଲେ ମାଆର ବାତ୍ସଲ୍ୟ ମମତା ପ୍ରଦର୍ଶନ ପାଖରେ ଯାହାକି ଶେଷରେ ତୁଚ୍ଛ ସାବ୍ୟସ୍ତ ହୋଇଛି ଗୋଦାବରୀଶ ମହାପାତ୍ରଙ୍କର ଜାତିର ଧକ୍କା ଗଳ୍ପରେ। ନାରସେନା ନାଇଡୁ ବାଳଶ୍ରମିକ ଚରିତ୍ର ଓ ତାର ସନ୍ତାନ ରଙ୍କୁଣୀ ମା' ଠାରେ। ରସୁଲକୋଣ୍ଡା ଘାଇ ନିର୍ମାଣରେ ବାରଜାତି ତେରଗୋଲା ସହିତ ମିଶି ରାତ୍ରି ଭୋଜିର ପଙ୍କ୍ତି ଧାଡ଼ିରେ ବସି ନାରସେନା ଖାଇଦେଇ ମା'ଠାରୁ ଗାଳି ପାଇଥିଲା, ଯା ଅଜାତିଆ ଯା, ପୁରୀ ଯା, ଗୋବର ପାଣି ପିଇ ତେବେ ଯାଇ ଜାତି ପାଇବୁ। ପୁଅ ମା'ଠାରୁ ତଡ଼ା ଖାଇ ଚାଲିଯିବା ପରେ ମା' ମନ ସନ୍ତାପୀ ହୋଇଛି। ପୁଅକୁ ଖୋଜି ଘାଇ ତଳେ ବସି କାନ୍ଦୁଥିବା ପୁଅକୁ କୁଣ୍ଢାଇ ମା' ବି କାନ୍ଦି ନିଜ ଲୁହର ବନ୍ୟାରେ ଜାତିପ୍ରଥାର କୁସଂସ୍କାରକୁ ନିଜଠାରୁ ଧକ୍କା ଦେଇ ତଡ଼ି ଦେଇଛନ୍ତି। ଅଗତ୍ୟା ସାହିତ୍ୟର ବିଷୟରୁ ସାହିତ୍ୟର ସ୍ୱରୂପ ବେଶ୍ କଳି ହୋଇଯାଏ। ଜୀବନ ବର୍ଣ୍ଣିତ ଶାସ୍ତ୍ର ସାହିତ୍ୟ। ଉପରୋକ୍ତ ଗଳ୍ପଗୁଡ଼ିକରେ ଜୀବନର ବ୍ୟାଖ୍ୟା ବୟାନ ରହିଛି। ଗଳ୍ପ ସାହିତ୍ୟ ସ୍ୱରୂପ ଦିଶିଛି। ଦ୍ୱିତୀୟତଃ ସାହିତ୍ୟର ପ୍ରକାରଭେଦରୁ ସାହିତ୍ୟର ସ୍ୱରୂପ ଦିଶେ। ପଦ୍ୟ ଗଦ୍ୟ ହୋଇ ସାହିତ୍ୟର ଦୁଇ ପ୍ରକାର। ପୁଣି ଏହି ପଦ୍ୟ ଗଦ୍ୟ ନିଜେ ଆହୁରି ନିଆରା ଭାଗରେ ବିଭକ୍ତିତ, ଯଥା କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକା, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଭ୍ରମଣ କାହାଣୀ। ତୃତୀୟତଃ ଗଠନ ପ୍ରଣାଳୀରେ ସାହିତ୍ୟର ନିଜ ରୂପ ସ୍ୱରୂପ ଥାଏ। ପ୍ରତ୍ୟେକ ରଚିତ ସାହିତ୍ୟ ନିଜ ଅଙ୍ଗରେ ଦେହରେ ଆରମ୍ଭ, ବିକାଶ ଏବଂ ପରିଣତି ବା ସମାପ୍ତିର ପର୍ଯ୍ୟାୟ ଦେଇ ରଚନାର ପୂର୍ଣ୍ଣତାକୁ ଧରେ। ତିନୋଟି ମୁଖ୍ୟ ପର୍ଯ୍ୟାୟ ନଥିଲେ ସାହିତ୍ୟର ରଚନା କଳ୍ପନା ନିହାତି ଅସମ୍ଭବ ବ୍ୟାପାର ହୋଇପଡ଼େ। ସାହିତ୍ୟ ଗତିର ଏହା ତ୍ରିବିଧତା। ଗତି ରଚନାର ସମୟୋଚିତ ବିସ୍ତାର। ଲେଖକ ସମୟ ଭିତରେ ଥାଇ ସମୟକୁ ନେଇକରି ସାହିତ୍ୟିକ ଲେଖେ। ଲେଖିବା ସମୟ ଭିତରେ ସାଧିତ ସାହିତ୍ୟର ବିଷୟ ଉପସ୍ଥାପନାରେ ବି ସମୟଟିଏ ଥାଏ। ଦୁଇ ସମୟରୁ ସାହିତ୍ୟର ସ୍ୱରୂପ ଧର୍ତ୍ତବ୍ୟ ହୋଇଥାଏ। ଚତୁର୍ଥତଃ ସାହିତ୍ୟ ନିଜେ ଯେମିତି ନାମ ଧରିଛି, ସାହିତ୍ୟର ପ୍ରକାର ବିଷୟ ବି ଠିକ୍ ସେହିପରି ନାମ ଧରେ। ସେଥିରୁ ସାହିତ୍ୟ ଗପ କି କବିତା କିମ୍ବା ପ୍ରବନ୍ଧ ଅଥବା ସମୀକ୍ଷା ବା ସମାଲୋଚନା ସହଜରେ ଜଣାପଡ଼େ। ଡିମିରି ଫୁଲ, କୃଷ୍ଣଚୂଡ଼ା, ବାସିମଡ଼ା ନାମରୁ ଅଖିଳମୋହନ ପଟ୍ଟନାୟକଙ୍କ ଗପ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ ଗପ ରଚନା ବୋଲି ଜଣାଯାଇଅଛି। ଯୁବକ ଓ ଜଗତ, ବ୍ରଜବିହାରୀ ମହାନ୍ତିଙ୍କ ପ୍ରବନ୍ଧ, ଯୌବନର ପ୍ରଭାବ ଓ ପ୍ରତିଷ୍ଠା, ପଣ୍ଡିତ ନୀଳକଣ୍ଠ ଦାସଙ୍କର ପ୍ରବନ୍ଧ, ଭଗବାନ ଓ ଓଡ଼ିଆ ଜାତି, ଚିତ୍ତରଞ୍ଜନ ଦାସଙ୍କ ରଚିତ ପ୍ରବନ୍ଧ, ରାଜହଂସ, କଳଙ୍କିତ ସୂର୍ଯ୍ୟ,
ପୁନଶ୍ଚ ପୃଥିବୀ, ରତ୍ନାକର ଚଇନିଙ୍କର ନାଟକ ଏବଂ ଏକାଙ୍କିକାର ନାମ। ସାହିତ୍ୟର ନାମକରଣ ପ୍ରଧାନ ବୌଦ୍ଧିକ, ଚାରିତ୍ରିକ ଏବଂ ଘାଟନିକ ବି ଥାଏ। ଯଥା ରୁବିର ରୁବାଇୟାତ, ରକ୍ତକଇଁ ନାମ ବୌଦ୍ଧିକ, ହୋଲି ଘାଟନିକ ଏବଂ ବଉଳା ଝାନ୍ସୀ ନାମ ଚରିତ୍ର ପ୍ରଧାନ। ହୋଲିର ଗାଳ୍ପିକ ବାମାଚରଣ ମିତ୍ର, ବଉଳାର ଗାଳ୍ପିକା ଶକୁନ୍ତଳା ଦେବୀ, ଝାନ୍ସୀର ଗାଳ୍ପିକ ଅଚ୍ୟୁତାନନ୍ଦ ପତି। ଯଥାକ୍ରମେ ଗାଈ ଏବଂ ଭାଲୁର ଜୀବନ ଚିତ୍ରଣ। ଧାତବ ସନ୍ତୋଷ ଯାତ୍ରା ଚୌଧୁରୀ ହେମକାନ୍ତ ମିଶ୍ରଙ୍କର ଗପ ଘଟଣା ପ୍ରଧାନ। ମାଗୁଣିର ଶଗଡ଼ ଭାବ ପ୍ରଧାନ। ଯନ୍ତ୍ରଶିଳ୍ପ ଓ କୁଟୀର ଶିଳ୍ପର ଦ୍ୱନ୍ଦ୍ୱ ଦେଖାଇ ଯନ୍ତ୍ରଶିଳ୍ପର ଉତ୍ଥାନ ଓ କୁଟୀର ଶିଳ୍ପର ପତନ ମାଗୁଣି ଚରିତ୍ର ଜରିଆରେ, ସିଂହଘର ମୋଟର ବସ୍ ଆଣିବା ଜରିଆରେ ଘଟଣା ରୀତି ପ୍ରଧାନ। ପଞ୍ଚମତଃ ପରିଣତି ପ୍ରକାଶରେ ମଧ୍ୟ ସାହିତ୍ୟର ସ୍ୱରୂପ ଟ୍ରାଜେଡ଼ି କମେଡ଼ିର ହୋଇ ନିଜର ରୂପକୁ ବି ପ୍ରକାଶିଥାନ୍ତି। ବକୁଳ ବନର କୋକିଳ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର କାଳିଜାଈ କବିତା, ନିମିଷକ ଦେଖା କବିତା କରୁଣ ରସାଶ୍ରିତ ଟ୍ରାଜିକ୍ କବିତା। ସାହିତ୍ୟ ଫକୀରମୋହନଙ୍କର ପେଟେଣ୍ଟ ମେଡ଼ିସିନ୍, ଗାରୁଡ଼ି ମନ୍ତ୍ର ଗପ କମେଡ଼ି ବା ହାସ୍ୟରସାତ୍ମକ ଗଳ୍ପ ସାହିତ୍ୟର ସ୍ୱରୂପ। ଦୁଇଟିରେ ସୁଧାର ସଂସ୍କାରବାଦୀ ଚେତନା ଜଡ଼ିତ ଗୁମ୍ଫିତ। ଷଷ୍ଠତଃ ସାହିତ୍ୟ ଭାଷା ଜରିଆରେ ନିଜକୁ ପ୍ରକାଶ କରେ। ସାହିତ୍ୟରେ ଭାଷାର ବ୍ୟବହାର, ତାହାର ପ୍ରୟୋଗରେ ବିଭିନ୍ନତାର ଭଙ୍ଗୀ ଧରେ। କୋଉଠି ଭାଷା ସହଜ ପ୍ରଯୁକ୍ତ ଥିବାରୁ ଥରକ ପାଠରେ ବୁଝିହୁଏ, କୋଉଠି ଭାଷା ବୌଦ୍ଧିକ ଗୁପ୍ତ ଆବରଣଯୁକ୍ତ କୃତ୍ରିମ ଥିବାରୁ ସାହିତ୍ୟ ପାଠ ସହଜରେ ଉପଲବ୍ଧି କରି ହୋଇ ନଥାଏ। ରେ ଆତ୍ମନ୍ ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। ଜୀବନଚିନ୍ତା କବିତା କବି ମଧୁସୂଦନ ରାଓ। ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ଧର୍ମ କବିତା କବି ମଧୁସୂଦନ ରାଓ। ସହଜ ପ୍ରଯୁକ୍ତ ଭାଷା ବୌଦ୍ଧିକ ଭାଷା। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ଆଉ ଦିନେ ଟ୍ରେନ୍ ଦର୍ପଣରେ ଆଶ୍ୱିନର ଜହ୍ନ ଏବଂ ତାରା ଗହଣରେ କାଠଯୋଡ଼ି ନଈ ନାଚେ କୁନି ପିଲା ପରି। ଉଚ୍ଚଶ୍ରବା କବିତାର ନାମ କବି ଶରତଚନ୍ଦ୍ର ପ୍ରଧାନ। କାଳି ବିରାଡ଼ି ରାଡ଼ି ରାଡ଼ି ପକାଇବି ଚିତ୍ରବାଡ଼ି, ପଳାଇବୁ ରାଜ୍ୟ ଛାଡ଼ି। ମୃତ୍ୟୁର ଉପକଥା ନାମକ କବିତା କବି ଶରତ ପ୍ରଧାନ। ବୁଦ୍ଧିଦୀପ୍ତ ଦୁର୍ବୋଧ୍ୟ ପ୍ରୟୋଗିତ ଭାଷାରେ କବିତା ସାହିତ୍ୟର ସ୍ୱରୂପ ବୁଝିବା ସମୟ ସାପେକ୍ଷ। ନାଟକର ଭାଷା ପୁଣି ସଂଳାପଧର୍ମୀ। ଦେଖେ ନଈକ୍ଷିଣା, ତୁ ମରଦ ପୁଅ, ମୋ ମାଇପି ଝିଅ, ମୋ ଦେହରେ ନାଗି ବସେନା, ମୋ ବା ଦେଖିଲେ ମେତେ ରିସା ହେବ। ଇଲୋ ମା ବାସିରିଲୋ, ଇଠି କୋଠି ନୁଚି ବଇଥିଲା ଲୋ। ପାଗଳ ଜନତାର ବାହାରେ ଏକାଙ୍କିକା। ନାଟ୍ୟକାର ପ୍ରାଣବନ୍ଧୁ କର। ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ଉର୍ଦ୍ଦୁ ଭାଷାରେ ରଚିତ ସାହିତ୍ୟ ଥିବା ଯୋଗୁଁ ସାହିତ୍ୟର ନିଜ ରୂପକୁ ଓଡ଼ିଆ ସାହିତ୍ୟ, ଇଂରାଜୀ ସାହିତ୍ୟ, ହିନ୍ଦୀ ସାହିତ୍ୟ, ବଙ୍ଗଳା ସାହିତ୍ୟ, ତେଲୁଗୁ ସାହିତ୍ୟ କୁହାଯାଇଅଛି। ଭାଷା ବିଭିନ୍ନତାରେ ଏହିପରି ସାହିତ୍ୟର ସ୍ୱରୂପ ଭିନ୍ନ ଭିନ୍ନ। ସପ୍ତମତଃ ଅନୁଶ୍ରୁତ ସାହିତ୍ୟରେ ମଧ୍ୟ ସାହିତ୍ୟର ନିଜ ରୂପ ଦିଶେ। ଗୋଟିଏ ସାହିତ୍ୟର ଅନୁସରଣରେ ସେହିପରି ଆଉ ଗୋଟିଏ ସାହିତ୍ୟର ରଚନାକୁ ଅନୁଶ୍ରୁତ ବା ଅନୁସରଣୀୟ ସାହିତ୍ୟ କୁହାଯାଏ। ଫକୀରମୋହନଙ୍କର ପେଟେଣ୍ଟ ମେଡ଼ିସିନ୍ ଗଳ୍ପକୁ ଆଧାର କରି ନାଟ୍ୟକାର ଗୋପାଳ ଛୋଟରାୟ ଶ୍ରୀମତୀ ସମାର୍ଜନୀ ନାମକ ଗୀତିନାଟ୍ୟ ରଚନା କରି ଲୋକପ୍ରିୟତା ହାସଲ କରିଛନ୍ତି। ଏବେ ମୋବାଇଲରେ ବି ଏହା ଉପଲବ୍ଧ ଅଛି। ପୁଣି ଅନୁବାଦ ମାଧ୍ୟମରେ ମଧ୍ୟ ସାହିତ୍ୟର ନିଜ ରୂପ ପ୍ରକାଶିତ ହୋଇଥାନ୍ତି। ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ଅନୁବାଦ ସାହିତ୍ୟ ସ୍ୱରୂପ ଏହାର କବିତା, ଗପ ଏବଂ ଉପନ୍ୟାସରେ ପ୍ରଭାବିତ ଆକର୍ଷିତ ରୀତିରେ ଭଲ ପାଇବାର ଭିତ୍ତିରେ ହୋଇଅଛି। ଅଷ୍ଟମତଃ ସାହିତ୍ୟ ଅଖ୍ୟାତ ପ୍ରଖ୍ୟାତ, ନାମଧେୟ ଅନାମଧେୟ ରଚୟିତାଙ୍କ ଦ୍ୱାରା ସ୍ୱରୂପାୟିତ, ଆକୃତିମୟ ହୋଇ ପାଠ୍ୟାନ୍ତର୍ଗତ, ସମାଲୋଚିତ ହୋଇ ପୁରସ୍କୃତ ହୋଇଛନ୍ତି, ଅବିସ୍ମରଣୀୟ ରହିଛନ୍ତି। ଆଉ କିଛି ସାହିତ୍ୟ ସ୍ୱରୂପ ସେମିତି ଲେଖାସ୍ତରରେ ରହିଯାଇ ଲେଖକକୁ ମାତ୍ର ଦିଶିଛନ୍ତି, ହେଲେ ଜାତିକୁ, ଭାଷାକୁ, ସୃଷ୍ଟିକୁ ବିଶ୍ୱସ୍ତରରେ, ବିଶ୍ୱ ଦରବାରରେ ପ୍ରଦର୍ଶିତ କରାଇ ନ ପାରି ଲୋକଲୋଚନ ଅଗୋଚରରେ ରହିଯାଇଛନ୍ତି। ତଥାପି ଲେଖକ ଏଭଳି ସାହିତ୍ୟକୁ ଲେଖି ଚାଲିଛନ୍ତି। ସେମାନେ ଜାଣିଛନ୍ତି ଆମେ ଆକୃତିରେ ଆଦୃତି ହେବୁନାହିଁ ସିନା, ଲେଖକୀୟ ବ୍ୟକ୍ତିରେ ପରିଚିତ ହୋଇ ରହିଯିବୁ।